ନାଇଁ ସେଇଟା ଗୋଟେ ନବୀନ ପଟ୍ଟନାୟକ ଏଠି ଗୋଟେ ହଲଚଲ କରେଇଦେଲେ। ଆଏ ନବୀନ ବାବୁ ତୁମକୁ ମୋଦି ହଟେଇଲା, ଜବରଦସ୍ତ ତୁମ ବାଲଟ ବକ୍ସରେ ଜବରଦସ୍ତ ଭୋଟ ପୁରେଇଲା, 20ଟା ଏମ୍ପିକି ଜିତେଇକି ପ୍ରାଇମ୍ ମିନିଷ୍ଟର ହେଇଛି, ତୁମକୁ ମୁଖ୍ୟମନ୍ତ୍ରୀରୁ ତଡ଼ିଲା, ତୁମେ ତାକୁ ଏତେ ଦିନ ସାହାଯ୍ୟ କଲ, ତୁମକୁ ତଣ୍ଟିଆ ଦେଇ କାଢ଼ିଲା, ତଥାପି ତୁମର ସେ ତଣ୍ଟିଆରେ ବି ସନ୍ତୁଷ୍ଟ ନୁହଁ, ଫେର ତାକୁ ସାହାଯ୍ୟ କରିଛ। କେବଳ ବିଜେଡ଼ି କ୍ୟାମ୍ପ ସେ ଗୋଟେ ଟେଣ୍ଟ করে ପଇସା ସେମାନେ ପ୍ରଚୁର, ଖାଲି ନେଳିଆ ପିନ୍ଧିଥିଲେ, ବିଜେପି ବାଲା ପ୍ରଚୁର ପଇସା, ଖାଲି ହଳଦିଆ ପିନ୍ଧିଥିଲେ, ତାଙ୍କୁ ଦେଖିବାକୁ ତମକୁ ସୁବିଧା ହେଲା। ସେଗୁଡ଼ାକ ଫାର୍ସ ସବୁବେଳେ କରାଯାଏ। ଆମେ କଂଗ୍ରେସ ବାଲା ବି କରିଥିଲୁ, ଲୋକଲୋଚନକୁ ଆଣିଲେନି ତ ମିଡ଼ିଆ ମାନେ। କଂଗ୍ରେସ ବାଲା ଖାଇବାକୁ ଦେଇଛୁ, ଆମେ ପିଇବାକୁ ପାଣି ଦେଇଛୁ, ଦହିପଣା ଦେଇଛୁ। କେବଳ ବିଜେଡ଼ି କ୍ୟାମ୍ପ ସେ ଗୋଟେ ଟେଣ୍ଟ করে ପଇସା ସେମାନେ ପ୍ରଚୁର, ଖାଲି ନେଳିଆ ପିନ୍ଧିଥିଲେ, ବିଜେପି ବାଲା ପ୍ରଚୁର ପଇସା, ଖାଲି ହଳଦିଆ ପିନ୍ଧିଥିଲେ, ତାଙ୍କୁ ଦେଖିବାକୁ ତମକୁ ସୁବିଧା ହେଲା। କଂଗ୍ରେସ ବାଲା ଏତେ ସେବା କଲେ, ପିଇବା ପାଣି ଦେଲେ, କାଲି 50,000 ବୋତଲ ଦେଇଛନ୍ତି ପିଇବା ପାଣି, ଛୋଟ ବୋତଲ। କଂଗ୍ରେସ ବାଲା ଦହିପଣା ଦେଲେ, ଖାଦ୍ୟ ଦେଲେ, କିଛି କଂଗ୍ରେସର ନାହିଁ। କିନ୍ତୁ ଆମମାନଙ୍କ ସମସ୍ତଙ୍କର ଅବହେଳା, ସରକାରଙ୍କର ଅବହେଳା। ମୁଁ 60-61 ବର୍ଷ ହେଲା ରଥରେ ସମ୍ପୃକ୍ତ, ପ୍ରଭୁଙ୍କ ସେବା କରିବାରେ ମୁଁ ଆନନ୍ଦ ପାଏ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। କାଲି ମୁଁ ଯାହା ଦେଖିଲି ସବୁ ଅବହେଳା। କାଲି 2 ଘଣ୍ଟାରୁ ଉର୍ଦ୍ଧ୍ୱ ଲେଟ୍, ପହଣ୍ଡି ମଧ୍ୟ ଘଣ୍ଟେ ଲେଟ୍ରେ ପହଣ୍ଡି ବିଜେ କଲେ। ମୁଁ ପ୍ରତିବର୍ଷ ପହଣ୍ଡିରେ ଯାଇ ପହଞ୍ଚେ, ସେବାୟତ ଭାଇମାନଙ୍କୁ ଉତ୍ସାହିତ କରେ। ପହଣ୍ଡିରେ ରଥରେ ପହଞ୍ଚିଲେ କେଦାରଗୌରୀ ଗୁଆଝରରେ ଗୋଟେ ଖାଇବା ପିଇବା ଆମର ହୁଏ, ଗରିବ ଜନସାଧାରଣଙ୍କୁ ଖାଇବାକୁ ଦେଉ, ଯେଉଁମାନେ ଆସିଥାନ୍ତି ଭକ୍ତ, ଏବଂ ତାପରେ ଆସୁ ରଥ ଭିଡ଼ୁ। କାଲି ରଥ ଭିଡ଼ା ଏତେ ଲେଟ୍ ମୋ 60-61 ବର୍ଷ ଭିତରେ ମୁଁ କେବେ ଦେଖିନଥିଲି। 5ଟା ପରେ କାଲି ରଥ ଭିଡ଼ା ହେଇଛି। ସେ ବି ଆମେ ହୋ ହୋ କଲା ପରେ ଭୋଇ ସେବାୟତ ମାନେ ମୋତେ ଭାରି ମାନନ୍ତି। ଚାର ଖୋଲିବା ପାଇଁ, ଆଡ଼ କାଠ ଖୋଲିବା ପାଇଁ, ଘୋଡ଼ା ବାନ୍ଧିବା ପାଇଁ ବହୁତ ସମୟ ନେଇଗଲେ। ଦର୍ଶନ ବି ପୋଲିସ ବାଲାଙ୍କର କଣ୍ଟ୍ରୋଲ ବାହାର ହେଇଗଲା, ଯିଏ ଆଇଲା ଉପରକୁ ଚଢ଼ିଲା। ଦର୍ଶନ ବନ୍ଦ ହେଲେ ତ ପରେ ନୀତି ହେଲେ ରଥ ଚାଲିବ। ଦର୍ଶନ ବାରମ୍ବାର ଖୋଲାଗଲା, ବାରମ୍ବାର ଚଢ଼ିଲେ। ମୁଁ 60-61 ବର୍ଷରୁ ଉର୍ଦ୍ଧ୍ୱ ସେବା କରୁଛି, ଦିନେ ଯାଇନି ରଥ ଉପରକୁ। ଏଠି ସବୁ ଦଳର ନେତାକୁ ଖାଲି ଉପରକୁ ପଠିଆ ହେଉଥିଲା। ସେଠି ପୁଲିସ ଚୁପ୍, କାହା ପାଟି ଖୋଲୁନଥିଲା। ବରଂ ମୁଁ ହୋଆ କଲା ପରେ ଏ କଟକଣା ହେଲା ଏବଂ 5ଟା ବେଳେ ରଥ ବାହାରିଲା। ବଢ଼େଇବାଙ୍କ ବି ଛୁଇଁ ପାରିଲାନି। ଏଥର ପ୍ରଥମ ଥର ଏତେ କମ୍ ବାଟ ରଥ ଗଡ଼ିଛି। ମର୍ମାହତ ଆମେ, ଦୁଃଖିତ ଆମେ। ଆଜି 3ଟା ରଥ ଭିଡ଼ା ହେବ, ରଥ ଯିବ, ରଥ ଯାଏ, ରଥ ପହଞ୍ଚିବ ରାମେଶ୍ୱର ମନ୍ଦିରରେ। କାହିଁକି ରଥ ହୁଏ? ସ୍ୱୟଂ ନିଜେ ରାମଚନ୍ଦ୍ର ରାବଣକୁ ହତ୍ୟା କଲା ପରେ ସେ ପାପରୁ, ବ୍ରହ୍ମ ପାପରୁ ପ୍ରାୟଶ୍ଚିତ ପାଇବା ପାଇଁ ସେ ଏକାମ୍ର କ୍ଷେତ୍ରକୁ ଆସି ପୂଜା କରିଥିଲେ। ତାଙ୍କୁ ଆଶୀର୍ବାଦ ଦିଆଗଲା, ତେବେ ଗୋଟେ ରାମ ମନ୍ଦିର କରିବ। ମାଉସା ମନ୍ଦିର ରାମ ମନ୍ଦିର ତିଆରି ହେଇଥିଲା। ରାମଚନ୍ଦ୍ର ସେଇ ମନ୍ଦିରରେ ଯେଉଁ ବାହା ପାପ ବ୍ରହ୍ମ ହତ୍ୟାରୁ ମୁକ୍ତି ପାଇଥିଲେ, ସେଇଥିପାଇଁ ଏ ରୁକୁଣା ରଥ ମା ରୁକୁଣା ଭଉଣୀ ଚନ୍ଦ୍ରଶେଖର ଏବଂ ଲିଙ୍ଗରାଜ ସାଥିରେ ଭଉଣୀକି ବସେଇ, ଚନ୍ଦ୍ରଶେଖରକୁ ବସେଇ ଏବଂ ଆମର ଅନ୍ୟାନ୍ୟ ଦେବାଦେବୀଙ୍କୁ ବସେଇ ଆସନ୍ତି ମାଉସୀ ମା। ସେଇଠି ସମସ୍ତେ ଚଢ଼ିଛି, ଖାଲି କାହିଁ ବିଜେଡ଼ିରେ ଚଢ଼ୁନାହାନ୍ତି। କଂଗ୍ରେସ ବାଲା ଆମେ କେହି ଉପରକୁ ଯାଉନି, ଆମେ ତଳେ ସେବା କରୁ, ଦର୍ଶନ କରୁ। କାଲି ସମୟ ଚଢ଼ିଛନ୍ତି ତାଙ୍କର, ସେଇ ଚଢ଼ିବାରେ ପଳେଇଲା। କାଲି 4ଟା 4:30 ହେଇଗଲା। ଏ ଚାର ଘୋଡ଼ା ବନ୍ଧା, ଚାର ଖୋଲିଲା ବେଳକୁ ଅଧଘଣ୍ଟା ହେଇଗଲା, 5ଟା ହେଇଗଲା। ଆହୁରି ଡେରି ହେଇଥାନ୍ତା, ଆମେ ସବୁ ଥାଇକି ହୋଆ ଖୋଲୁ ବୋଲି ହେଲା। କାଲି ଅବ୍ୟବସ୍ଥା ବହୁତ ହେଇଛି, ସେଇଥିପାଇଁ ଲେଟ୍ ହେଲା। ନାଇଁ ସେଇଟା ଗୋଟେ ନବୀନ ପଟ୍ଟନାୟକ ଏଠି ଗୋଟେ ହଲଚଲ କରେଇଦେଲେ। ଆଏ ନବୀନ ବାବୁ ତୁମକୁ ମୋଦି ହଟେଇଲା,
जबरदस्त तुम बालट बक्स रे जबरदस्त भोट पुरैला 20 एमपी की जितैकी प्राइम मिनिस्टर होइछि तुमको मुख्यमंत्री तड़िला तुम ताकू एते दिन साहाय्य कल तुमको तंटिया दे काढ़िला तथापि तुम से तंटिया भी संतुष्ट नुह फेर ताकू साहाय्य करछ बिल रे लज्जा घोर लज्जा हाँ बेकार से अधा अधा होकरी सेगुड़ा मूल्य किसी ना बेकार 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 बीजेडी रही बीजेपी सहित आगुरी रही आज भी रही। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।